ଆଜି ବାବା ସାହେବ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ 20 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଅରବିନ୍ଦ ବାରିକ ଏବଂ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଉମାକାନ୍ତ ନାଗ ଓ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସୁଜନ ନାଗ ଫୁଟବଲ ଏକାଡେମୀ ଦ୍ୱାରା କରାଯାଇଥିଲା। ଏହି ଶିବିରକୁ ରାକେଶ ନାଗ ପରିଚାଳନା କରିଥିବା ବେଳେ ଶ୍ରୀରାମ ସୁନା, ଜନ୍ମେଜୟ ନାଗ, ଜଲନ୍ଧର ଦୀପ, ନୀଳକଣ୍ଠ କୁମାର, ଖଗେଶ୍ୱର ତାଣ୍ଡି, ସୁରଜ ବାଗ, ତ୍ରିଲୋଚନ ସେନାପତି, ସିଦ୍ଧାର୍ଥ ବାଗ, ରବି ମୁଣ୍ଡା, ସଞ୍ଜୟ ଭଣ୍ଡା, ବିଶମ୍ବର ନନ୍ଦ, ଦୀପକ ସୁନା, ପ୍ରମୋଦ କୁମ୍ଭାର, ଶେଖର ମିର୍ଦ୍ଧା, ଧର୍ମପଦ ଦୀପ, ଦିଲ୍ଲୀପ ଛତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ରକ୍ତଦାନ ଜୀବନଦାନର ବାର୍ତ୍ତା ସମସ୍ତ ଅତିଥି ତାଙ୍କର ଅଭିଭାଷଣରେ ସୂଚନା ଦେଇଥିଲେ। ଏହି ଶିବିରକୁ ଡକ୍ଟର ଗୌରୀଶଙ୍କର ମେହେର, ଜଗତ ଦରୱାନ, ସୁଦାମ ବିଶ୍ୱାଳ, ଯୁଧିଷ୍ଠିର ନାୟକ, ସତ୍ୟବ୍ରତ ତାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ। ପୂଜ୍ୟ ବିଶ୍ୱରତ୍ନ ବୋଧିସତ୍ତ୍ୱ, ଆର୍କିଟେକ୍ଚର ଅଫ୍ କନଷ୍ଟିଟ୍ୟୁସନ୍, ସିମ୍ବଲ ଅଫ୍ ନଲେଜ, ଗ୍ରେଟ୍ ସୋସିଆଲ ରିଫର୍ମର, ଇକୋନୋମିଷ୍ଟ ଡକ୍ଟର B.R. ଆମ୍ବେଦକରଙ୍କର 135ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସୁଜନ ନାଗ ଫୁଟବଲ ଏକାଡେମୀ ଏବଂ ରୟାଲ ସ୍ପୋର୍ଟିଂ ଆନୁକୂଲ୍ୟରେ ଗୋଟେ ମେଗା ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଆଜି ଆମେ ଆୟୋଜନ କରୁଛୁ। ଆଉ ଆମ ଗହଣରେ ଉପସ୍ଥିତ ଅଛନ୍ ଉମାକାନ୍ତ ନାଗ ସାର୍ ଏବଂ ଅରବିନ୍ଦ ବାରିକ ସାର୍, ଆମର ଟିମ୍ର ସମସ୍ତ ଖେଳାଳି ତଥା ଅନ୍ୟାନ୍ୟ ଯୁବଗୋଷ୍ଠୀ ଆସିକି ରକ୍ତଦାନ ଦେଇକରି ଇ ବାର୍ତ୍ତା ଆମେ ଦେବାଲି ଚାହୁଁଛୁ ଯେ ରକ୍ତଦାନ ମହତଦାନ, ରକ୍ତଦାନ ଦ୍ୱାରା ଜଣଙ୍କର ଜୀବନକେ ଆମେ ବଞ୍ଚାବାର ଗୋଟେ ସୁଯୋଗ ପାଇସୁଁ। ପ୍ଲସ୍ ଆମର୍ ଶରୀରର ଅନେକ ଅଙ୍ଗ ପ୍ରତ୍ୟଙ୍ଗ ସେଲ୍ ମାନେ ଉଜ୍ଜୀବିତ ହେସି ଆଉ ରିଫର୍ମ ହେସି। ତ ଆମର୍ ପ୍ରଚେଷ୍ଟା ରହବା ଏଇଟା ଯେନ୍ ଅଭାବ ଲୋକମାନେ କିମ୍ବା ପୁଅର୍ ପିପୁଲ୍ ମାନେ ଯେମାନେ ବ୍ଲଡ଼ ନାଇଁ ପାଇକରି ଜୀବନ ହାରୁଛନ୍, ସେନ୍ତା ଲୋକଙ୍କର ସାହାଯ୍ୟ ଲାଗି ଆମର ଇ ବ୍ଲଡ଼ ଲାଗ୍ବା ବୋଲିକି ଆମର ଆଶା। ଆଉ ଇଟା ହିଁ ବାର୍ତ୍ତା ଦେମୁ ଆମେ ସମସ୍ତଙ୍କୁ ଯେ ସମସ୍ତେ ଏଭଳିଆ ମହତ୍ କାମରେ ସହଯୋଗ ବି ରଖୁନ୍ ଆଉ ନିଜେ ନିଜେ ଆୟୋଜନ ବି କରୁନ୍ ଆଉ ବ୍ଲଡ଼ ଡୋନେଟ୍ କରୁନ୍।